जय श्री परशुराम। अति लज्जाजनक दुर्भाग्यजनक विषय वस्तु जे आजिर समाज रे ये नेता मंत्री मानंकु धर्म छाड़िलानी। एमाने जनता को जहाँ शोषण कले कले ये विधानसभा चली अवस्था प्रश्न उत्तर काल रे प्रश्नर यथार्थ उत्तर न दे बुले बंके इयाडे सियाडे नहीं पूरे लंठन धरिकी मुख्यमंत्री की खोजुंट। कौन कह कहल एम मुहर टे लज्जा शर्म अच्छी निआ नथिले धुआं बाहर ना। हाँ साधारण आम गाँ गहली जदि किए ना क्या ना गोटे कदली चोरी नड़िया चोरी फूल चोरी कथा कहीदेला ताकू लज्जा माड़ुची से घर बाहरी पारुनी ताकू आसी थाना वाला डाकी दौरान से घर बाहरी पारुनी ना थाना को टाणी टाणी नहीं। दीर्घ वर्ष शासन काल भितर एक मुहा होकर पड़ रही गोटे राजनीति दल रे अनेक चोरी तस्करी मिथ्यावादी सृष्टि होती जहाँ जनरब उठी केबे मिथ्या हो पारिबनी। मिथ्या नुहे मध्य अनेक प्रमाण सरला। किए डाली चोरी कला किए पानी चोरी कला किए चाउल चोरी कला किए बाली चोरी कला ये सब कहार राज्यर अबा जनतार एमानक पई वर्तमान सुधा बीजेपी सरकार आसीबार 8 मास अतिबाहित हो सारा पर किछि धरा पड़ुचंती तथापि किछि निर्लज अलज्या बेहिया मुहरे दांडे राजनीति तुच्छा राजनीति कर चलचंती। लंठन धरिकी मुख्यमंत्री की खोजुचंती। ये को प्रकार बेहिया में किसी बुझी होनी या दिन में देखा जाऊनी बोधे तेणु लंठन धरी खोज चलते मुख्यमंत्री कुआड़े गले ना कौन। अरे तुमको प्रश्न पचरा जाउची तार यथार्थ उत्तर दियो। यथार्थ उत्तर न देकी तुम लंठन धरी खोज चलच ये गोटे बेपार करुच तुम। हाँ नेता मंत्री माने लोकंक सेवा करने ना आसुच तबे कौन कौच आमको सेवा करिवार सुजोग थरुटे मात्र दियो। से थरुटे तो जीतीगला परे काशिया कपड़ा मित मूलिया डैश डैश आउ तुम साक्षात नहीं। तापर कौन आराम तो पेंशन गंडिक पाइब दरमा गंडिक पाइब पेंशन गंडिक आर थर को नहले नहीं पाइब आउ सरकारी क्वार्टर मजा नब इलेक्ट्रिक बिल फोन इत्यादि 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 इत्यादि। तापरे से भाउरे मध्य जहाँ लुटिया कथा लुटि चलो। एणिकी किंतु मन रखि थांतु जेमती गोटे सरकार पतन घटई देले जनता जनार्दन सेमती आगामी निर्वाचन बेलू कैफत दवा पड़ो कौन सेवा करिच कौन सेवा करिवो कैफत दवा पड़ो। तुम्हें तो आ विनोबा भावे नुहे ना तुम्हें ओलटी लुटेराकारी लुटिच अनाबादी गोचर लुटिच
ପାଣି ବାଲି ଡାଲି ଚାଉଳ ଲୁଟିଛ, ଟଙ୍କା ଲୁଟିଛ, ନହେଲେ ଏତେ କୋଟି କୋଟି ଟଙ୍କାର ମାଲିକ ହେଲେ କେମିତି? ଆଉ ତମ କଥାରେ ଜନତା ଭଳିବେନି। ବଣ୍ଡ ପେପର ଧରିକିରି ବୁଲିବାକୁ ପଡ଼ିବ ନିର୍ବାଚନ ବେଳେ, ସେ ପଞ୍ଚାୟତ ନିର୍ବାଚନ ହଉ ଅବା MP MLA ନିର୍ବାଚନ ହଉ। ଆଉ ଜନତା ଭକୁଆ ହେଇପାରିବେନି। ଜନତା ଆଉ ଭକୁଆ ହେଇପାରିବେନି। ଓ ବିଧାନସଭା ଭିତରେ ତମେ ହାତାହାତି ହେଉଛ, ସେ ଗୋଟେ ମନ୍ଦିରଟି? ତା ଭିତରେ ତମେ ହାତାହାତି ହେଉଛ? ଚୋରି ଚୋରି ଉପରେ ସୀମା ଚୋରି। ଦୀର୍ଘ ବର୍ଷ ରାଜନୀତି କାଳ ଭିତରେ ପ୍ରତ୍ୟେକ ଓଡ଼ିଶାର ପ୍ରତ୍ୟେକ ବ୍ଲକ ଯଦି ତଦନ୍ତ କରାଯାଏ, ସ୍ୱଚ୍ଛ ଭାରତ ଅଭିଯାନ ଠାରୁ ଆରମ୍ଭ କରି ଆବାସ ଠାରୁ ଆରମ୍ଭ କରି କେତେ କେତେ ସରକାରୀ ତହବିଲରୁ ଡକାୟତ ହେଇଛି, ଆରାମରେ ସେଇ ପଇସାରେ ଆହୁରି 10 ବର୍ଷ ରାଜ୍ୟ ଚଳିବ କି ତଦୁର୍ଧ୍ୟ, ଆନୁମାନିକ 10 ବର୍ଷ କହିଲି, ତାଠୁ ଅଧିକ ସେଇ ପଇସାରେ ଓଡ଼ିଶା ଚଳିବ। ଗୋଟିଏ ଗୋଟିଏ ଲୋକ ତା ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନାଁରେ ଆବାସ, ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା, ମିଛ ଧରା ପଡ଼ୁଛି କେମିତି? ଗାଡ଼ି ଗାଡ଼ି ଟଙ୍କା, ବିଡ଼ା ବିଡ଼ା ଟଙ୍କା, ଟ୍ରଙ୍କ ଟଙ୍କା। ଧର୍ମ ସହିବ ଆଉ ତମକୁ? ଆଉ ଧର୍ମ ସହିବନି ନା? ଆଉ ଜନତା ଭକୁଆ ବନିବେନି। ଜନତା ଏଣିକି ତମକୁ ହିସାବ ମାଗିବେ। ତାଙ୍କ ଦ୍ୱାରମୁକୁ ଆସିଲା ବେଳକୁ ସେ ଖଣ୍ଡେ ସରକାରୀ ବଣ୍ଡ ପେପର ଧରେଇକି ତମକୁ ପଚାରିବେ, ତମଠାରୁ ଦସ୍ତଖତ ରଖିବେ, କ'ଣ କ'ଣ କାମ ତମେ କରିପାରିବ, କ'ଣ କ'ଣ କାମ ତମେ କରିଛ, ଜିତିଲା ପରେ କ'ଣ କ'ଣ କରିପାରିବ, ନ କରିପାରିବ ତୁମ ନାଁରେ କମ୍ପ୍ଲେନ୍ ଦିଆଯିବ, କେସ୍ କରାଯିବ। ଏଇଭଳି ବ୍ୟବସ୍ଥା ଆସନ୍ତା ନିର୍ବାଚନ ବେଳକୁ ହେବାକୁ ଯାଉଛି। ବୁଝି ବିଚାରି କାର୍ଯ୍ୟ କର। ବହୁତ ସୀମା ଲଙ୍ଘିଗଲ। ସେବା କରିବା ନାଁରେ ବହୁତ ଲୁଟିଲ। ଆଉ ନୁହେଁ, ଦରମା ତମକୁ ଅଣ୍ଟୁନି, ତମ ଦରମା ବଢ଼ାଯିବ। ଯେଉଁମାନେ ବେକାରୀ ରହିଲେ ତାଙ୍କ ସମସ୍ୟା ବୁଝିବ କିଏ? ଯେଉଁମାନେ ବେକାରୀ ରହିଲେ ତାଙ୍କ ସମସ୍ୟା ବୁଝିବ କିଏ? ତମେ ବହୁତ ଚାଲାକ ହେଇଯାଇଛ ବୋଲି ନେତା ବନିଯାଇଛ। ଆଉ ନେତା ହେବାର ସୁଯୋଗ ଦିଆଯିବନି। ଏଣିକି ନେଇ ନେତା ହେଇଥିଲ, ଏଣିକି ଦେବା ପାଇଁ ପ୍ରସ୍ତୁତ ହୁଅ। ବିଧାନସଭା ଭଳିଆ ପବିତ୍ର ଜାଗା ଭିତରେ ତମେ ହାତାହାତି ହେଉଛ। ଯଥାର୍ଥ ପ୍ରଶ୍ନର ଉତ୍ତର ନ ଦେଇ ଇଆଡ଼େ ସିଆଡ଼େ ବୁଲେଇ ବଙ୍କେଇ କହୁଛ। କ'ଣ ଘଟଣା କ'ଣ? ହଇଓ, କେଉଁଠି କେତେ ଅନାବାଦୀ ଗୋଚର ସବୁ ତମରି ଇଜଲାସରେ ଯାଇଛି ବ୍ୟକ୍ତିଗତ ମାଲିକାନାକୁ। କେବେ ବାହାରିବ? ସେଠି ତମର ମଉଜ ମଜଲିସ ଚାଲିଥିଲା ନାଇଁ କି? ହୋଟେଲ ଚାଲିଥିଲା ନାଇଁ କି? ମଠ ଆଶ୍ରମ ଚାଲିଥିଲା ନାଇଁ କି? ରଙ୍ଗୀନ ଉଆସର କାର୍ଯ୍ୟକ୍ରମ ଚାଲିଥିଲା। ରଙ୍ଗୀନ ଉଆସ ରଙ୍ଗୀନ କାର୍ଯ୍ୟକ୍ରମ ନା କ'ଣ?
ଆଉ ଏଣିକି ସୁଯୋଗ ଦିଆଯିବନି। ପ୍ରସ୍ତୁତ ରୁହ ଆଗାମୀ ନିର୍ବାଚନ ପାଇଁ। ତମେ ତମ ସୁବିଧା ଦେଖି ଚାଲିଛ ନାଇଁ କି? ନେତା ମନ୍ତ୍ରୀ ଯେଉଁମାନେ ହେଉଛନ୍ତି ତାଙ୍କ ସୁବିଧା ଦେଖି ଚାଲିଛନ୍ତି ସେମାନେ। ତାଙ୍କୁ ପଇସା ଅଣ୍ଟୁନି ତାଙ୍କର ଦରମା ବଢ଼ିବା ପାଇଁ, ନୁହେଁ କି? ଜନତାଙ୍କୁ ଭକୁଆ କରୁଛନ୍ତି, ଜନତାଙ୍କୁ ଭକୁଆ କରୁନାହାନ୍ତି କି ସେମାନେ? ମିଳିଲେ ତ ଭଲ କଥା, ଯଦି ମିଳିଲେ ତ ଭଲ କଥା। ତାଙ୍କରି ଅମଳରେ ଓଡ଼ିଶାର ଯେତେ ବ୍ଲକ ଅଛି, କେଉଁ ବ୍ଲକରେ ଆବାସ ଠାରୁ ଆରମ୍ଭ କରି ସ୍ୱଚ୍ଛ ଭାରତ ଅଭିଯାନରେ ପାଇଖାନା ଲୁଟ୍, ଯାବତୀୟ ଚୋରି ଡକାୟତି, ବାଲି ପାଣି ଡାଲି ଚାଉଳ ଇତ୍ୟାଦି ଇତ୍ୟାଦି। ତେଣୁ ଆସନ୍ତା ନିର୍ବାଚନ ବେଳକୁ ଯେଉଁ ନେତାମାନେ ଆସିବେ ତମ ଦୁଆର ମୁହଁକୁ, ସରକାରୀ ବଣ୍ଡ ପେପର ଗୋଟେ ଧରିକି ତାଙ୍କୁ କହିବାକୁ ପଡ଼ିବ ୟାର ଦସ୍ତଖତ କର, କ'ଣ କ'ଣ ତୁମେ ଦେଇପାରିବ, କ'ଣ କ'ଣ ତୁମେ ନେଇପାରିବ। ଚୁତିଆ ଯେଉଁମାନଙ୍କର ମାନେ ଚାଳ ଘର ଖଣ୍ଡେ ନଥିଲା, ଜାଗା କିଣିକିରି ସେମାନେ ଗୋଟେ ଗୋଟେ ବିଲ୍ଡିଂ କରୁଛନ୍ତି ରଜା ଉଆସ। କ'ଣ ନା ଆମ ଭାଇ ଦେଲା, ଆମ ଭଉଣୀ ଦେଲା, ଆମ ବାପା ଦେଲା। ତୁମ ଭାଇ ଭଉଣୀ ତୁମ ବାପା 20 ବର୍ଷ ପୂର୍ବରୁ ଦେଇପାରୁନଥିଲେ, ତାଙ୍କର ନଥିଲା, ଏବେ କେଉଁଠୁ ପଳେଇ ଆସିଲା? କେଉଁଠୁ ଆସିଲା ତାର ପ୍ରମାଣ ଦେଖାଅ। ଅନାବାଦୀ ଗୋଚରକୁ ନିଜସ୍ୱ ମାଲିକାନାକୁ ନେଇ ଆସି ଏକତାକୁ ହସ୍ତାନ୍ତର। ଆର୍ଆଇ ତହସିଲଦାର କଲେକ୍ଟର ମଧ୍ୟ ଏଥିରେ ସାମିଲ ଅଛନ୍ତି। ସରକାରଙ୍କ ଠାରୁ ଦରମା ନେଲେ, ଜନତାଙ୍କ ଟ୍ୟାକ୍ସ ପଇସାରେ ସେମାନେ ଦରମା ନେଲେ, ପୁଣି ଜନତାଙ୍କୁ ମଧ୍ୟ ଲୁଟିଲେ। ଖୋଇ ହେଇଗଲା ଦୀର୍ଘ 20-25 ବର୍ଷର ଗୋଟେ ଏକପାଖିଆ ସରକାରର। ଆଉ ସେହି ସରକାର ବି ସବୁଠୁ ଆସିକି ରହିଛନ୍ତି କେଉଁଥିରେ? ବିଜେପିରେ। ଯେଉଁମାନେ ତାଙ୍କୁ ଟାଣିକିରି ଆଣିଛନ୍ତି, ସେମାନଙ୍କର ମୂଳ ଉଦ୍ଦେଶ୍ୟ କ'ଣ ସେ ତ ଅଲଗା କଥା। କିନ୍ତୁ ଆମ ଭାବନାରେ, ଆମ ଚିନ୍ତାରେ ସେମାନେ ଆସୁଛନ୍ତି କେବଳ ରକ୍ଷା ପାଇବା ପାଇଁ, ଜେଲ ଜୋରିମାନାରୁ ମୁକ୍ତି ହେବା ପାଇଁ, ରକ୍ଷା ପାଇବା ପାଇଁ। ଦେଖାଯାଉ ଆଗକୁ କ'ଣ ହେଉଛି।